ବନ୍ୟା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ବାସନକୁସନ ଓ ବସ୍ତ୍ର ନିମନ୍ତେ ମଧ୍ୟ ଇଏ ବାସନକୁସନ କେତେବେଳେ କୋଉଠି ବନ୍ୟାରେ ହଜି ଯାଇଥିବ କିମ୍ବା କୋଉ ପରିସ୍ଥିତିରେ ତାକୁ ଆବଶ୍ୟକତା ପଡୁଥିବ ସେଥିପାଇଁ ବିଶେଷ ସହାୟତା ଏବଂ ଆପଣଙ୍କର ବସ୍ତ୍ର ମଧ୍ୟ ଯେଟା ଆବଶ୍ୟକତା ଅଛି ଅନେକ ଗରିବ ପରିବାରରେ ତାହା ମଧ୍ୟ ତାହାର ଅର୍ଥ ପ୍ରଦାନ ସେମାନଙ୍କ ପାଖକୁ ତାଙ୍କ ପରିବାରକୁ ପହଞ୍ଚାଇ ଦିଆଯିବ। ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆମ ସରକାର ଅର୍ଥାତ୍ ଲୋକଙ୍କର ସରକାର ବଦ୍ଧପରିକର ଏବଂ ସେଥିପାଇଁ ଆମ ସରକାର କଥାରେ ନୁହଁ କାମରେ ଯେଉଁ ବିଶ୍ୱାସ କରନ୍ତି ଆଉ ସେଥିପାଇଁ ଅତୀତରେ ଯେମିତି ଗତ ବର୍ଷ ବିଗତ ବର୍ଷମାନଙ୍କରେ ଅଦିନିଆ ବର୍ଷା ସମୟରେ ଯେଉଁ କ୍ଷତି ହୋଇଥିଲା ଯୋଉଟାକି ରିଲିଫ୍ କୋଡ୍ରେ ମଧ୍ୟ ସ୍ଥାନିତ ନଥିଲା ତାକୁ ମଧ୍ୟ ଆମ ସରକାର ଆବଶ୍ୟକ ମତେ ରିଲିଫ୍ କୋଡ୍ର ପରିବର୍ତ୍ତନ କରି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଭରଣା କରିବା ପାଇଁ ଯେମିତି ସାହାଯ୍ୟ କରି ଆସୁଛନ୍ତି ଚଳିତ ବର୍ଷରେ ମଧ୍ୟ ଇଏ ତ 3ଟି କିମ୍ବା 5ଟି ବନ୍ୟା ଆରମ୍ଭ ହୋଇଛି ଆଗାମୀ ଦିନରେ ପୁଣି ଫେଜ୍ 1 ଫେଜ୍ 2 ଫେଜ୍ 3 ଏମିତି ଚାଲିବ ପୁଣି ସାଇକ୍ଲୋନ୍ ଆସିବାର ମଧ୍ୟ ନିଶ୍ଚିତ ଭାବରେ ଅକ୍ଟୋବର ମାସରେ ଯେଉଁ ପ୍ରତିବର୍ଷ ଆସେ ତାକୁ ମଧ୍ୟ ହିସାବକୁ ନିଆଯାଇପାରିବ। ସେ ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଆଜିରୁ ଆମକୁ ହେବା ପାଇଁ ପଡୁଛି। ଅର୍ଥ ଏ ଦିଗରେ କେବେ ବି ପ୍ରତିବନ୍ଧକ ହେବ ନାହିଁ। ଏହି 1000 କୋଟି ଟଙ୍କାର ପ୍ୟାକେଜ ଇଏ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଘୋଷଣା କରାଯାଇଛି। ଯେତେବେଳେ ଚୂଡ଼ାନ୍ତ ଆକଳନ କରାଯିବ ଆମ ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ତାଙ୍କ ସହିତ ତାଙ୍କ ଟିମ୍ ଯେତେବେଳେ ସରଜମିନ ତଦନ୍ତ କରି ଆକଳନ କରିବେ ରିଭ୍ୟୁ କରିବେ ସେତେବେଳେ ଯେଉଁ ଚୂଡ଼ାନ୍ତ ରିପୋର୍ଟ ଆସିବ ଏବଂ ସେ ରିପୋର୍ଟ ଯଦି ଆଜି ଯେଉଁ 1000 କୋଟି ଟଙ୍କାର ଯେଉଁ ଆର୍ଥିକ ପ୍ୟାକେଜ ଯେଉଁ ଆମେ ରିଲିଫ୍ ମାଧ୍ୟମରେ ଦେବା ପାଇଁ ଚାହୁଁଛୁ